କାଶୀପୁରରେ ଗୋଟିଏ ବହୁତ ବଡ଼ ଜଙ୍ଗଲ ଥିଲା। ଜଙ୍ଗଲରେ ରହୁଥିବା ସବୁ ପଶୁପକ୍ଷୀ ମାନେ ଭାରି ଖୁସି ଥିଲେ, କାରଣ ଜଙ୍ଗଲର ରାଜା ସିଂହ ଭାରି ଦୟାଳୁ ଥିଲା ଆଉ ପରୋପକାରୀ ବି ଥିଲେ। ରାଜ ଦରବାରରେ ପ୍ରତିଦିନ ସଭା ବସେ, ସେଠି ଭାରି ଗୁଲି ଖଟି ହୁଏ। ଗୋଟିଏ ଦିନର କଥା, ଭାଲୁର ଡର ଡର ମୁହଁ ଦେଖି ସିଂହ ରାଜା ପଚାରିଲେ, ଆରେ ଭାଲୁ, ତୁ କଣ ଆଜିକାଲି ଭାରି ଡରି ଡରି ରହୁଛୁ? କଣ ହେଇଛି କି ତୋର? ତୁ ତ ସବୁବେଳେ ଖୁସି ମଜା କରୁଥାଉ, ଆଜି କଣ ଏମିତି ଚୁପଚାପ ହେଇଯାଇଛୁ? କଣ ଆଉ କହିବି ମହାରାଜ, ମୁଁ ଯେତେବେଳେ ବି ଶୋଉଛି ସେତେବେଳେ ମତେ ଭୂତ ସ୍ୱପ୍ନ ଦେଖାଯାଉଛି। ଭୂତ ସ୍ୱପ୍ନ ଦେଖି ମୋ ନିଦ ଭାଙ୍ଗି ଯାଉଛି। ମତେ ଡରରେ ଆଉ ଜମା ବି ନିଦ ହଉନି। କଣ ହେଲା ଭୂତ? ଇଏ କୋଉ ପଶୁର ନାଁ ବା? ମୁଁ ତ କେବେ ଶୁଣିନି କି ତା ବିଷୟରେ ବି କେବେ ଜାଣିନି। ମହାରାଜ, ଇଏ କୋଉ ପଶୁର ନାଁ ନୁହଁ, ଇଏ ହଉଛି ଆମ ଭଳିଆ ଜୀବ ମାନଙ୍କର ଆତ୍ମାର ନାଁ। ଯେତେବେଳେ ଆମେ ମରିଯାଆନ୍ତି ଆମର ଆତ୍ମା ଏଇ ପ୍ରକୃତିରେ ଘୁରି ବୁଲେ। ତା ଭିତରୁ ଯୋଉମାନେ ଦୁଷ୍ଟ ତାଙ୍କୁ ଭୂତ କହନ୍ତି। ସେମାନଙ୍କ ସାମ୍ନାକୁ ଯିଏ ବି ଯାଆନ୍ତି ତାଙ୍କୁ ସେମାନେ ଜମା ବି ଛାଡନ୍ତିନି, ଜୀବନରୁ ମାରି ଦିଅନ୍ତି। କଣ ସେ ସିଂହ ରାଜାଙ୍କୁ ବି ମାରିପାରିବ? ଆରେ ସିଂହ ମହାରାଜ କଣ, ଏଠି ଯେତେ ପଶୁ ପକ୍ଷୀ ଅଛନ୍ତି ସମସ୍ତଙ୍କୁ ଟେକିକି ଫୋପାଡ଼ି ଦବ ଆଉ ଏକାଥରେ ସେ ସମସ୍ତଙ୍କର ରକ୍ତ ପିଇଯିବ। ଲୋ ବାପା ଲୋ, ତାହେଲେ ଆମକୁ ତାଠାରୁ ସାବଧାନ ରହିବାକୁ ପଡିବ। ସେ କେମିତି ଦେଖାଯାଏ? କାରଣ ସେ ଯେତେବେଳେ ଆମ ପାଖକୁ ଆସିବ ଆମେ ଯେମିତି ଦୌଡ଼ି ପଳେଇ ପାରିବା। ଆରେ ଭାଇ, ସେ ଭାରି ଖତରନାକ ଆଉ ବିରାଟ ବଡ ଦେଖାଯାଏ। ଆଉ ଯଦି ସେ ସିଂହର ଭୂତ ତାହେଲେ ହାତୀ ଆଉ ଜିରାଫ ଠାରୁ ବି ବଡ ଆଉ ଭୟଙ୍କର ଦେଖାଯାଏ। ତାର ଏତେ ବଡ ବଡ ପାଦ, ସେ ଚୁପଚାପ ତମ ମାନଙ୍କ ସହିତ ଚାଲିଥିବ, ତମକୁ କେବେ ବି ଜଣା ପଡିବନି, ଖାଲି କଳା କଳା ଦେଖାଯିବ। ଆରେ ଆରେ, କଥା ତ କହ, ତା ବିଷୟରେ ତତେ ଏତେ କଥା କେମିତି ଜଣା? ତୁ କଣ ତାକୁ ଦେଖିଛୁ? ରେ ବାପରେ, ଭଗବାନଙ୍କୁ ଡାକ ଆମକୁ କାହାକୁ ଯେମିତି ସେ ଦେଖା ନ ଦଉ। ମୁଁ ତ ଗୋଟେ ରାତିରେ ଗୋଟେ ଗାଁକୁ ଯାଇଥିଲି, ସେଇଠି ମଣିଷ ମାନଙ୍କୁ କଥା ହଉଥିବାର ଶୁଣିଥିଲି। ଏତେ ଶକ୍ତିଶାଳୀ ମଣିଷ ବି ଭୂତ ନାଁରେ ଡରିକି ଥରୁଥିଲେ। ଭାଲୁର କଥା ଶୁଣି ସବୁ ପଶୁମାନେ ଭାରି ଡରିଗଲେ। ସେଇ ଦିନ ଠାରୁ ରାତିରେ ଶିକାର କରୁଥିବା ପଶୁମାନେ ରାତି ସାରା ନିଜ ବସାରେ ଲୁଚିକି ରହିଲେ ଆଉ ବାହାରକୁ କେହି ଗଲେନି। ଏମିତି କିଛି ଦିନ ଚାଲିଲା। ଗୋଟେ ଦିନ ରାତିରେ ସିଂହ ମହାରାଜଙ୍କୁ କିଛି କାମରେ ଗୁମ୍ଫାରୁ ବାହାରକୁ ଯିବାକୁ ପଡିଲା। ସିଂହ ମହାରାଜ ମନେ ମନେ ଭାଲୁର କଥାକୁ ଭାବୁଥାନ୍ତି। ସେ ଯେମିତି ଚାଲିବା ଆରମ୍ଭ କଲେ ଜହ୍ନ ଆଲୁଅରେ ନିଜର ଛାଇ ବଡ ଆକାରରେ ତାଙ୍କୁ ଦେଖାଗଲା। ଏହା ଦେଖିକି ସିଂହ ମହାରାଜ ଡରିଗଲେ। ନିଜ ଠାରୁ ବଡ କଳା ଛାଇ ଦେଖିକି ସେ ଭାବିଲେ ସେ ବୋଧେ ସିଂହର ଭୂତ। ତେଣୁ ଡରି ଦୌଡ଼ି ଗୁମ୍ଫା ଭିତରକୁ ଚାଲି ଆସିଲେ ଆଉ ରାତି ସାରା ଗୁମ୍ଫା ଭିତରେ ଡରରେ ଥରୁଥିଲେ। ଏଇଭଳି ଭାବରେ ରାତି ପାହି ସକାଳ ହେଲା। ସିଂହ ମହାରାଜ ସବୁ ପଶୁ ମାନଙ୍କୁ ସଭାକୁ ଡାକିଲେ। ତାପରେ ହାତୀ ପଚାରିଲା, କଣ ହେଲା ମହାରାଜ? ସକାଳୁ ସକାଳୁ କଣ ସବୁ ପଶୁ ପକ୍ଷୀ ମାନଙ୍କୁ ଏକାଠି ଡାକିଛ? ହଁ, କଥାଟା ସେଇଭଳି। କାଲି ରାତିରେ ମୁଁ ସିଂହର ଭୂତ ଦେଖିଲି, ହାତୀ ଠାରୁ ବି ବଡ ଆଉ କଳା। ସେ ଭାରି ଭୟଙ୍କର ଥିଲା। କଣ ସିଂହର ଭୂତ ହାତୀଠୁ ବି ବଡ? ମହାରାଜ, ତମର କିଛି କ୍ଷତି କରିନି ତ?
ନା ନା, ମୁଁ ତ ତାକୁ ଦେଖି ଦୌଡ଼ି ପଳେଇ ଆସିଲି। ସେ ମୋର କିଛି ବି କରିପାରିଲାନି। ସେ ଭୂତ ମୋ ପାଖରେ ଚାଲୁଥିଲା। ଜହ୍ନ ଆଲୁଅ ପଡିଥିଲା, ସେଇଥିପାଇଁ ତ ମୁଁ ତାକୁ ଦେଖିପାରିଲି। ବାପରେ, କେତେ ବଡ ତା ଗୋଡ! ଯଦି ମୁଁ ସେଠୁ ଦୌଡ଼ିକି ନ ଆସିଥାନ୍ତି ତାହେଲେ ସେ ମୋ ରକ୍ତ ପିଇ ଯାଇଥାନ୍ତା। ଭାରି କଷ୍ଟରେ ମୁଁ ମୋ ଜୀବନ ବଞ୍ଚେଇଛି। ମହାରାଜ, ତମେ ବୋଲି ବଞ୍ଚିଗଲ। ଆମେ ହେଇଥିଲେ କେବେ ବି ସେଠୁ ଆସିପାରିନଥାନ୍ତୁ। ଭାଲୁ, ତୋ ସ୍ୱପ୍ନ ସତ ହେଲାଣି। ମହାରାଜ, ମତେ କହିବାକୁ ବି ଡର ଲାଗୁଛି। ମୁଁ ଆଜି ଆଉ ଗୋଟିଏ ଭୂତ ସ୍ୱପ୍ନ ଦେଖିଛି। ସେଇଟା ଆହୁରି ଭୟଙ୍କର ଥିଲା ମହାରାଜ। କଣ ଭାଲୁ, ତୁ କି ସ୍ୱପ୍ନ ଦେଖିଛୁ? ଶୀଘ୍ର କହ। ମହାରାଜ, ମୁଁ ଦେଖିଲି କି କିଛି ଭୂତ ହାତରେ ନିଆଁ ଧରି ଜଙ୍ଗଲରେ ପଶୁଛନ୍ତି। କଣ ନିଆଁ? କିନ୍ତୁ ସେମାନେ ନିଆଁ ନେଇକି ଜଙ୍ଗଲକୁ କାହିଁକି ଆସୁଛନ୍ତି? କେଜାଣେ, ସେମାନେ ବୋଧେ ଜାଣିଛନ୍ତି ନିଆଁକୁ ଆମେ ପଶୁମାନେ ଡରୁ ବୋଲି, ସେଇଥିପାଇଁ ନିଆଁ ଆଣିଛନ୍ତି। ଏବେ ଆମର କଣ ହବ ମହାରାଜ? ଆମେ କୋଉଠିକି ଯିବୁ? କେମିତି ବଞ୍ଚିବୁ? କଣ ଆଉ ହବ? ରାତିରେ ବୁଲିବା ପୂରାପୂରି ବନ୍ଦ କରିବାକୁ ପଡିବ। ସଞ୍ଜ ହେବା ପୂର୍ବରୁ ନିଜ ନିଜର ଖାଦ୍ୟ ନେଇ ଘରେ ରହିବ। ସେହି ଦିନଠାରୁ ସନ୍ଧ୍ୟା ହେବା ମାତ୍ରେ ସବୁ ପଶୁପକ୍ଷୀ ବୁଲିବା ବନ୍ଦ କରିଦେଲେ। କିନ୍ତୁ ରାତ୍ରିଚର ପଶୁମାନେ ତ ଖାଦ୍ୟ ପାଇଁ ରାତିରେ ବାହାରନ୍ତି। କେତେ ଦିନ ଆଉ ଘରେ ରହିଥାନ୍ତେ? ଏଇଭଳି କିଛି ଦିନ ବିତିଗଲା। ଗୋଟେ ଦିନ ସକାଳୁ ମାଙ୍କଡ ଆସି ସିଂହରାଜ ପାଖରେ ପହଞ୍ଚିଗଲା ଆଉ ସମସ୍ତଙ୍କୁ ଡରେଇ ଦେଲା। ମହାରାଜ, ମହାରାଜ, ଆମ ଜଙ୍ଗଲରେ ଭାରି ଅସୁବିଧା ହେଇଯାଇଛି। ଆରେ, କଣ ହେଇଛି କହିବୁ ନା ଏମିତି ପାଟି କରି ଚାଲିଥିବୁ? ଭାରି ଭୟଙ୍କର ପରିସ୍ଥିତି ମହାରାଜ। ଏବେ ଆମେ ସବୁ ବଞ୍ଚିବା ଭାରି କଷ୍ଟ। ଆରେ ମାଙ୍କଡ ଭାଇ, କଣ ହେଲା କୁହ? ଏମିତି ଡରଉଛ କାହିଁକି? ଭାଲୁ ଭାଇ, ତୋ ସ୍ୱପ୍ନ ସତ ହେଇଗଲା। ସେ ଭୂତ ନିଆଁ ନେଇକି ଜଙ୍ଗଲକୁ ଆସିଗଲେଣି। ମୁଁ କାଲି ରାତିରେ ପୁରୁଣା ଗୁମ୍ଫା ଆଡକୁ ଯାଇଥିଲି। ସେଠି ଦେଖିଲି ବହୁତ ଦିନରୁ ଖାଲି ପଡିଥିବା ଗୁମ୍ଫାରେ ନିଆଁ ଜଳୁଥିଲା। କଣ ହେଲା? ତୁ ସତ କହୁଛୁ? ତୁ ନିଜ ଆଖିରେ ଦେଖିକି ଆସିଛୁ ତ? ହଁ ହଁ ମହାରାଜ, ମୁଁ ନିଜ ଆଖିରେ ଦେଖିଛି। ମତେ ଲାଗୁଛି ଏକାଥରେ ଅନେକ ଗୁଡିଏ ଭୂତ ସେଠାରେ ରହୁଛନ୍ତି ବୋଧେ। ତାହେଲେ ଆମକୁ ସାବଧାନ ରହିବାକୁ ପଡିବ, ନହେଲେ ସେମାନେ କେତେବେଳେ ବି ଆମ ଉପରେ ଆକ୍ରମଣ କରିପାରନ୍ତି। ଏମିତି ଡରିଲେ କିଛି ବି ହବନି। ଆମକୁ ମିଶିକି ସେମାନଙ୍କ ଉପରେ ନଜର ରଖିବାକୁ ପଡିବ। ଯଦି ସେମାନେ ପଶିଯିବେ ତାହେଲେ ବିପଦ। ହଁ, ତାହେଲେ ତ ଆମକୁ ଜଙ୍ଗଲ ଛାଡି ଯିବାକୁ ପଡିବ। ହଉ ତାହେଲେ ଠିକ ଅଛି। ଆମେ ସବୁ ମିଶିକି ଆଜି ସନ୍ଧ୍ୟାରେ ପୁରୁଣା ଗୁମ୍ଫା ପାଖକୁ ଯିବା ଆଉ ଲୁଚିକି ସେମାନଙ୍କ ଉପରେ ନଜର ରଖିବା। ସନ୍ଧ୍ୟା ହେଲା ପରେ ସବୁ ପଶୁ ମିଶିକି ସିଂହ ସହିତ ପୁରୁଣା ଗୁମ୍ଫା ପାଖକୁ ଗଲେ। ସେଠି ଲୁଚିକି ଭୂତମାନଙ୍କ ଉପରେ ନଜର ରଖିଲେ। କିଛି ସମୟ ପରେ ଧୀରେ ଧୀରେ ଗୁମ୍ଫା ଭିତରୁ ଆଲୁଅ ବାହାରିଲା। ଆଲୁଅ ଦେଖି ଭାଲୁ ଧୀରେ ଧୀରେ ସିଂହକୁ କହିଲା, ଦେଖନ୍ତୁ ମହାରାଜ, ଆଲୁଅ କେମିତି ବଢିବାରେ ଲାଗିଛି। ତା ମାନେ ସବୁ ଭୂତମାନେ ଗୁମ୍ଫା ଭିତରକୁ ଧୀରେ ଧୀରେ ଆସୁଛନ୍ତି। କଣ ହେଲା? ଗୁମ୍ଫା ଭିତରକୁ କିଏ ଯିବା ଆସିବାର କାହିଁ ଦେଖାଯାଉନି ତ? ଆରେ ବୋକା, ସେମାନେ ଭୂତ। ଭୂତ କଣ କାହାକୁ ଦେଖାଯାଏ? ମୁଁ ତ କହୁଛି ସେମାନେ ଆମକୁ ଦେଖିବା ପୂର୍ବରୁ ଆମକୁ ଏଠୁ ପଳେଇବା ଦରକାର। ଏଇଥିରେ ହିଁ ଆମ ମାନଙ୍କ ରକ୍ଷା। ମତେ ତ ଲାଗୁଛି ସବୁ ଭୂତ ମିଶିକି ଆମ ବିରୁଦ୍ଧରେ ଯୋଜନା କରୁଛନ୍ତି, କେମିତି ଆମ ରକ୍ତ ପିଇବେ। ଏବେ ମାତ୍ର ଗୋଟିଏ ବାଟ ଅଛି। ଆମେ ସବୁ ଏ ଜଙ୍ଗଲକୁ ଛାଡିକି ଚୁପଚାପ ପଳେଇବା। ଯଦି ତମେ ମାନେ କହିବ ତାହେଲେ ଆମେ କାଲି ସକାଳୁ ହିଁ ପଳେଇବା।
ହଁ ହଁ ମହାରାଜ, ଆମେ କାଲି ପଳେଇବା। ଜୀବନଠୁ ବଡ କିଛି ବି ନାହିଁ। ଠିକ ଅଛି, କାଲି ସକାଳୁ ଆମେ ଜଙ୍ଗଲ ଛାଡି ପଳେଇବା। ସେମାନଙ୍କ କଥା ଶୁଣି ମାଙ୍କଡଟି ଚିନ୍ତାରେ ପଡିଗଲା, କାହିଁକି ନା ସେ ଜଙ୍ଗଲ ଛାଡି ଯିବା ପାଇଁ ଚାହୁଁନଥିଲା। ଏମିତି ଡରିକି ଯଦି ଆମେ ଜଙ୍ଗଲ ଛାଡିଦେବା ଆଉ ଆର ଜଙ୍ଗଲରେ ବି ଯଦି ଭୂତ ବାହାରିବ, ତାହେଲେ ଏଇଭଳି ଜଙ୍ଗଲ ଛାଡିଲେ ଆମେ ସହରରେ ପହଞ୍ଚିଯିବା। ଆଉ ସେ ସହରର ଲୋକମାନେ ଆମକୁ ଜମା ବି ଛାଡିବେନି। ମତେ ସେ ଭୂତମାନଙ୍କ ସହିତ କଥା ହେବାକୁ ପଡିବ। ମାଙ୍କଡର କଥା ଶୁଣି ସବୁ ଡରିକି ଛାନିଆ। ଆରେ ଏ ମାଙ୍କଡଟା ପାଗଳା ହେଇଗଲାଣି। ହଁ ହଁ, ଚାଲ ଏଠୁ ପଳେଇବା। ପଳେଇଲେ ହିଁ ଆମ ଜୀବନ ବଞ୍ଚିବ। ନହେଲେ ଯଦି ଭୂତ ଆମକୁ ଦେଖିବ, ତାହେଲେ ମାରିଦବ। ମୁଁ ଏବେ ଯାଇକି ଦେଖୁଛି ଭିତରେ କଣ ଅଛି। ସବୁ ପଶୁ ଓ ସିଂହରାଜା ଯେତେ ବୁଝେଇଲେ ବି ମାଙ୍କଡ ମାନିଲାନି, ଆଉ ଗୁମ୍ଫା ଭିତରକୁ ଚାଲିଗଲା। ତାକୁ ଅଟକେଇବାକୁ ସବୁ ପଶୁ ତା ପଛରେ ଆସିଲେ, ହେଲେ ମାଙ୍କଡ ସିଧା ଯାଇ ଗୁମ୍ଫା ଭିତରେ। ଲାଗୁଛି ଆଜିଠାରୁ ଆମେ ମାନେ ମାଙ୍କଡକୁ ଆଉ କେବେ ବି ଦେଖିପାରିବା ନାହିଁ। ଏବେ ଭୂତମାନେ ମାଙ୍କଡର ତାକୁ ବାହାରକୁ କରିଦେବେ, ଆଉ ଆମ ମାନଙ୍କୁ ବି ଭୂତମାନେ ଧରିଦେବେ। ଏବେ କଣ ଯେ ହବ? ତମେ ମାନେ କେହି ବ୍ୟସ୍ତ ହୁଅନି, କିଛି ସମୟ ଏଠି ରୁହ। ମାଙ୍କଡ ଯଦି ନ ଆସିବ, ଆମେ ସବୁ ଦୌଡ଼ି ପଳେଇବା। କିଛି ସମୟ ପରେ ମାଙ୍କଡ ଗୁମ୍ଫାରୁ ବାହାରି ଆସିଲା। ତାକୁ ଦେଖି ସବୁ ଆଶ୍ଚର୍ଯ୍ୟ ହେଇଗଲେ। ଆରେ ଆରେ, ମାଙ୍କଡ ବାହାରକୁ ଆସିଗଲା, ତାର କିଛି ବି ହେଲାନି। ରୁହ ରୁହ, ସେ ମାଙ୍କଡର ଭୂତ ବି ହେଇପାରିଥାଏ। ନା ନା, ଡରନି, ମୁଁ ବଞ୍ଚିଛି। ଭିତରେ ଭୂତ ଫୂତ କିଛି ବି ନାହିଁ। ଗୁମ୍ଫା ଭିତରୁ ବାହାରୁଥିବା ଆଲୁଅ ଭୂତର ନିଆଁ ନୁହଁ, ହଜାର ହଜାର ସଂଖ୍ୟାର ଜୁଳୁଜୁଳିଆ ପୋକ ମାନଙ୍କ ଦେହରୁ ବାହାରୁଥିବା ଆଲୁଅ। ତାପରେ ଗୁମ୍ଫା ଭିତରୁ କିଛି ଜୁଳୁଜୁଳିଆ ପୋକ ବାହାରି ଆସିଲେ ଓ କହିଲେ, ହଁ, ଇଏ ତ ଆମମାନଙ୍କ ଦେହରୁ ବାହାରୁଥିବା ଆଲୁଅ। ଆମେମାନେ କେତେ ବୋକା, ଭାବିଲେ ଗୁମ୍ଫା ଭିତରେ ଭୂତ ଅଛି, ସେଥିପାଇଁ କେତେ ଦିନରୁ ଡରି ଡରି ରହୁଥିଲୁ। ନା ସାଙ୍ଗମାନେ, ପ୍ରକୃତରେ ଭୂତ ନାହାନ୍ତି। ଏସବୁ ଆମର ମନର ଭାବନା। ନିଜ ଛାଇକୁ ଦେଖି ଭୂତ ବୋଲି ଭାବନ୍ତି ଆଉ ଡରନ୍ତି। ସେ ଗଛକୁ ଦେଖ। ସବୁ ପଶୁମାନେ ସେ ଗଛର ଛାଇକୁ ଦେଖି ଭୂତ ବୋଲି ଡରିଗଲେ, ଆଉ ଭୂତ ଭୂତ ବୋଲି ଜୋରରେ ଚିଲେଇଲେ। ଆରେ ଏ ଗଛର ଭୂତ ନୁହେଁ, ସେ ଗଛର ଛାଇ। ଜହ୍ନଆଲୁଅରେ ଗଛରେ ଛାଇ ପଡିଛି, ଆଉ ତମେମାନେ ତାକୁ ଦେଖିକି ଡରି ଯାଉଛ। ଏସବୁ ଦେଖି ସିଂହ ଭାରି ଲଜ୍ଜା ଅନୁଭବ କରିଲା ଓ କହିଲା, ମତେ ସମସ୍ତେ କ୍ଷମା କର। ମୁଁ ଏସବୁ ଆଗରୁ ଭାବିବାର ଥିଲା। ମୁଁ ରାଜା, ଏସବୁର ସତ ଜାଣିବାର ଥିଲା, କିନ୍ତୁ ମୁଁ ଡରିଲି ଆଉ ତମମାନଙ୍କୁ ବି ଡରେଇଲି। ମହାରାଜ, ପ୍ରକୃତରେ ଯାହା ଚିନ୍ତା କରିବା ତାର ସତ୍ୟାସତ୍ୟ ଜାଣିବା କଥା। ଆଜି ଯଦି ମାଙ୍କଡ ସାହସ କରି ସେ ଗୁମ୍ଫା ଭିତରକୁ ଯାଇନଥାନ୍ତା, ତାହେଲେ ତମେମାନେ ଜଙ୍ଗଲ ଛାଡି ଚାଲି ଯାଇଥାନ୍ତ। ହଁ, ମାଙ୍କଡର ସାହସକୁ ମାନିବାକୁ ପଡିବ। ତା ପାଇଁ ଆମେ ସତ କଥା ଜାଣିପାରିଲୁ। ତାପରେ ସବୁ ପଶୁ ନିଜ ନିଜ ଘରକୁ ଚାଲିଗଲେ ଓ ଖୁସିରେ ରହିଲେ।